ଉଫା ରାଜ୍ୟରେ ଇଲିଆସ୍ ନାମରେ ଜଣେ ଲୋକ ବାସ କରୁଥିଲା। ଯଥା ସମୟରେ ତା'ର ବିବାହ ହେଲା, କିନ୍ତୁ ବିବାହର ଠିକ୍ ବର୍ଷକ ପରେ ତା'ର ପିତାଙ୍କ ମୃତ୍ୟୁ ଘଟିଲା। ପିତା ତା ପାଇଁ ଯଥେଷ୍ଟ ସମ୍ପତ୍ତି ରଖି ଯାଇନଥିଲେ। 7ଟି ମାଇ ଘୋଡ଼ା, 2ଟି ଗାଈ ଓ 20ଟି ମେଣ୍ଢା ଛଡ଼ା ଇଲିଆସର ଆଉ କିଛି ନଥିଲା। କିନ୍ତୁ ସେ ଉତ୍ତମ ରୂପେ କାର୍ଯ୍ୟ କରୁଥିବାରୁ ଅଳ୍ପ ଦିନ ମଧ୍ୟରେ ତା'ର ପଶୁ ସଂଖ୍ୟା ବୃଦ୍ଧି ପାଇଲା। ସେ ଓ ତା'ର ସ୍ତ୍ରୀ ଅତି ପ୍ରତ୍ୟୁଷରୁ ଉଠି ରାତି ଅଧ ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିଥାନ୍ତି। ସେମାନେ ଅନ୍ୟମାନଙ୍କ ଆଗରୁ ସକାଳୁ ଉଠନ୍ତି ଓ ସମସ୍ତେ ଶୋଇବା ପରେ ଶୋଇବାକୁ ଯାଆନ୍ତି। ଦିନକୁ ଦିନ ତା'ର ସମ୍ପତ୍ତି ବଢ଼ିବାକୁ ଲାଗିଲା। ଏହିପରି ପରିଶ୍ରମ କରି ଓ ସରଳ ଜୀବନଯାପନ କରି ସେ ପ୍ରଚୁର ସମ୍ପତ୍ତି ଅର୍ଜନ କଲା। 35 ବର୍ଷ ପରେ ଦେଖାଗଲା ଯେ ତା'ର 200 ଘୋଡ଼ା, 150 ଗାଈଗୋରୁ ଓ 1200 ମେଣ୍ଢା ହୋଇଯାଇଛନ୍ତି। ତା'ର ଚାକର ଚାକରାଣୀମାନେ ଏମାନଙ୍କର ଯତ୍ନ ନେଉଥାନ୍ତି। ଦୁଧ ଦୁହିଁ ସେଥିରୁ ଦହି, ଲହୁଣୀ, ଛେନା ପ୍ରଭୃତି ତିଆରି କରନ୍ତି। ଇଲିଆସର କିଛି ଅଭାବ ନଥାଏ। ସେ ଅଞ୍ଚଳର ଲୋକେ ତା'ର ସମ୍ପତ୍ତି ଦେଖି ତାକୁ ଈର୍ଷା କରିବାକୁ ଲାଗିଲେ। ଲୋକେ କହନ୍ତି, ଇଲିଆସ ବଡ଼ ଭାଗ୍ୟବାନ, ତା'ର କିଛି ହେଲେ ଅଭାବ ନାହିଁ। ସଂସାରରେ ତା ଭଳି ସୁଖରେ କେତେଜଣ ଚଳୁଛନ୍ତି? ଧନ୍ୟ ଓ ମାନ୍ୟଗଣ୍ୟ ଲୋକେ ଇଲିଆସର ନାଁ ଶୁଣି ତା ସଙ୍ଗେ ପରିଚିତ ହେବାକୁ ଚେଷ୍ଟା କଲେ। ଦୂର ଅଞ୍ଚଳରୁ ଲୋକେ ଇଲିଆସର ସାକ୍ଷାତ ପାଇଁ ଆସିଲେ। ସେ ସେମାନଙ୍କୁ ଅଭ୍ୟର୍ଥନା କରି ଉତ୍ତମ ଖାଦ୍ୟପେୟ ଦେଉଥିଲା। ଯେ କେହି ଆସି ପହଞ୍ଚିଲେ ଇଲିଆସ ତାଙ୍କ ପାଇଁ ଚାହା, ସରବତ, ମାଂସ, ମଦ୍ୟ ପ୍ରଭୃତି ବ୍ୟବସ୍ଥା କରୁଥିଲା। ଅତିଥିମାନେ ଆସିଲେ ଗୋଟିଏ ମେଣ୍ଢା ମରାଯାଉଥିଲା। ବେଳେବେଳେ ଅତିଥି ସଂଖ୍ୟା ବେଶୀ ଥିଲେ 2ଟି ମେଣ୍ଢା କିମ୍ବା ଗୋଟାଏ ଘୋଡ଼ା ମରାଯାଉଥିଲେ। ଇଲିଆସର 2ଟି ପୁଅ ଓ ଗୋଟିଏ ଝିଅ ଥିଲେ। ସେ ସେମାନଙ୍କୁ ଉପଯୁକ୍ତ ସ୍ଥଳରେ ବିବାହ କରାଇଦେଲା। ଇଲିଆସ ଗରିବ ଥିବାବେଳେ ପୁଅମାନେ ତା ସହିତ କାମ କରି ଗୋରୁ ମେଣ୍ଢାଙ୍କ କଥା ବୁଝୁଥିଲେ। କିନ୍ତୁ ସେ ଧନୀ ହେଲାରୁ ସେମାନେ ଆଉ କାମ ନ କରି ଅସଚ୍ଚରିତ୍ର ହୋଇଗଲେ। ମଦ୍ୟପାନ ସେମାନଙ୍କର ଅଭ୍ୟାସ ହୋଇଗଲା। ବଡ଼ ପୁଅଟି ଦିନେ ମାତାଲ ଅବସ୍ଥାରେ ଅନ୍ୟ ଜଣଙ୍କ ସଙ୍ଗେ କଳହ କରୁ କରୁ ମୃତ୍ୟୁ ମୁଖରେ ପଡ଼ିଲା। ସାନ ପୁଅର ସ୍ତ୍ରୀଟି ବଡ଼ ସ୍ୱାର୍ଥପରାୟଣା। ଯାହା ଇଚ୍ଛା ତାହା କରେ। ପୁଅ ଆଉ ବାପର କଥା ମାନିଲା ନାହିଁ। ଅବସ୍ଥା ଏପରି ହେଲା ଯେ ବାପ ପୁଅ ଏକାଠି ଚଳିବା ଅସମ୍ଭବ ହୋଇ ଉଠିଲା। ଶେଷରେ ବାପ ପୁଅ ଭିନେ ହୋଇଗଲେ। ଇଲିଆସ ସାନ ପୁଅକୁ ଖଣ୍ଡିଏ ଘର ଓ କେତେକ ଗୋରୁ ଗାଈ ଦେଲା। ଏହା ଫଳରେ ତା'ର ସମ୍ପତ୍ତି କିଛି କମିଗଲା। ଏହି ଘଟଣାର କିଛି କାଳ ପରେ ମେଣ୍ଢା ପଲରେ ଗୋଟାଏ ରୋଗ ଦେଖାଦେଲା। ସେଥିରେ ଇଲିଆସର ଅନେକ ମେଣ୍ଢା ମରିଗଲେ। ତା ପର ବର୍ଷ ଅନ୍ୟ ଏକ ବିପଦ ଉପସ୍ଥିତ ହେଲା। ସେ ବର୍ଷ କୃଷିହାନି ହେଲା ଓ କେତେକ ଗୋରୁ ରୋଗରେ ମଲେ। ଯେଉଁ ସାମାନ୍ୟ ଘୋଡ଼ା, ଗୋରୁ ଓ ମେଣ୍ଢା ଥିଲେ ସେମାନଙ୍କୁ ମଧ୍ୟ ଇଲିଆସ ରଖିପାରିଲା ନାହିଁ। ଲୁଣ୍ଠନକାରୀ କିର୍ଗିଜ୍ ଜାତିର ଲୋକେ ଆସି ତା'ର ଘୋଡ଼ାଗୁଡ଼ିକ ନେଇ ପଳାଇଲେ। ଏହିପରି ଇଲିଆସର ସମ୍ପତ୍ତି ସରିଆସିଲା। ଏଣେ ଧନ ସରିଗଲା ବେଳକୁ ଇଲିଆସର ଦେହର ବଳ ମଧ୍ୟ କମି ଆସିଲା। 70 ବର୍ଷ ହେଲା ବେଳକୁ ଇଲିଆସର ସବୁ ସମ୍ପତ୍ତି ଚାଲିଯାଇଥିଲା ଓ ସେ ଘରର ଆସବାବପତ୍ର ବିକ୍ରି କରି ଚଳିବାକୁ ବାଧ୍ୟ ହୋଇଥିଲା। ପରିଶେଷରେ ତାକୁ ଅବଶିଷ୍ଟ ଗୋରୁ ମେଣ୍ଢା ବିକିବାକୁ ପଡ଼ିଲା। ତଥାପି ଅଭାବ ମେଣ୍ଟିଲା ନାହିଁ। ତା'ର ସମ୍ପତ୍ତି କିପରି କୁଆଡ଼େ ଗଲା ସେ ଭାବିପାରିଲା ନାହିଁ। ଅନ୍ୟ ଉପାୟ ନ ଦେଖି ସେ ଓ ତା'ର ସ୍ତ୍ରୀ ଚାକିରି କରିବାକୁ ବାହାରିଲେ। ସେତେବେଳକୁ ନିଜ ଦେହରେ ଥିବା ଲୁଗାପଟା ଓ ଗୋଟିଏ କଂସା ଛଡ଼ା ଆଉ କିଛି ନଥାଏ। ପୁଅଟି କେଉଁ ଦୂର ଦେଶକୁ ଚାଲିଯାଇଥିଲା ଓ ଝିଅର ମୃତ୍ୟୁ ହୋଇଯାଇଥିଲା। ତେଣୁ ବୁଢ଼ାବୁଢ଼ୀଙ୍କୁ ସାହାଯ୍ୟ କରିବାକୁ ସଂସାରରେ ଆଉ କେହି ନଥିଲେ। ମହମ୍ମଦ ସା ଇଲିଆସର ପ୍ରତିବେଶୀ। ଇଲିଆସ ଓ ତା ସ୍ତ୍ରୀଙ୍କର ଦୁର୍ଦ୍ଦଶା ଦେଖି ତା ମନରେ ଦୟା ଆସିଲା। ସେ ନିଜେ ଧନୀ ନଥିଲା କି ଦରିଦ୍ର ନଥିଲା। ନିଜ ଆୟରେ କୌଣସି ପ୍ରକାରେ ଚଳି ଯାଉଥିଲା। ଲୋକଟି ବଡ଼ ଉତ୍ତମ। ଇଲିଆସ କିପରି ଅତିଥି ସେବା କରୁଥିଲା ସେ ଜାଣେ। ସେ ଇଲିଆସକୁ କହିଲା, ଭାଇ, ତୁମେ 2 ପ୍ରାଣୀ ଆସି ମୋ ଘରେ ରହ। ତୁମେ ଖରାଦିନେ ଯେତିକି ପାରିବ ମୋ ବଗିଚାରେ ସେତିକି କାମ କରିବ। ତୁମ ସ୍ତ୍ରୀ ମୋ ଘରେ ରହି ଗାଈ ଦୁହିଁବ।
ଦହି ଛେନା ପ୍ରଭୃତି ତିଆରି କରିପାରିବ। ମୋ ଶକ୍ତି ଅନୁସାରେ ମୁଁ ତୁମ ଦୁହିଁଙ୍କୁ ଖାଇବା ପିନ୍ଧିବାକୁ ଦେବି। ତମର ଯାହା ଲୋଡ଼ା ହେବ କହିଲେ ମୁଁ ଦେଉଥିବି। ଇଲିଆସ୍ ମହମ୍ମଦ ସାକୁ ଧନ୍ୟବାଦ ଦେଇ ସ୍ତ୍ରୀକୁ ଘେନି ତା ଘରେ ଚାକିରି କଲା। ପ୍ରଥମେ ପ୍ରଥମେ ତାଙ୍କୁ ଟିକିଏ ଅଡ଼ୁଆ ଲାଗୁଥିଲା, କିନ୍ତୁ କିଛି ଦିନ ପରେ ସବୁ ଅଭ୍ୟାସରେ ପଡ଼ିଗଲା। ଦୁହେଁ ଯାକ ଆପଣା ଶକ୍ତି ଅନୁସାରେ କାମ କରୁଥାନ୍ତି। ମହମ୍ମଦ ସା ଦେଖିଲା ଯେ ଏପରି ଲୋକଙ୍କୁ ଚାକିରିରେ ରଖାଇବା ଦ୍ୱାରା ତାର ଲାଭ ଛଡ଼ା କ୍ଷତି ନାହିଁ, କାରଣ ସେମାନେ ଏକ ସମୟରେ ଗୁଡ଼ିଏ ଚାକର ଚାକରାଣୀ ରଖିଥିବାରୁ କିପରି କାମ କରିବା ଦରକାର ତାହା ଜାଣିଥିଲେ। ସହଜେ ସେମାନେ ଆଳସ୍ୟ କରୁନଥିଲେ ଏବଂ ଯେତେ ଦୂର ପାରନ୍ତି କାମ କରୁଥିଲେ। କିନ୍ତୁ ଯେଉଁମାନେ ଦିନେ ଏଡ଼େ ଧନୀ ଓ ମାନ୍ୟଗଣ୍ୟ ଥିଲେ, ସେମାନଙ୍କର ଦୁରାବସ୍ଥା ଦେଖି ମହମ୍ମଦ ସା ଦୁଃଖ ପ୍ରକାଶ କରୁଥିଲା। ଦିନେ ମହମ୍ମଦ ସାର କେତେକ ବନ୍ଧୁ ଦୂର ଅଞ୍ଚଳରୁ ତା ଘରକୁ ଆସିଥିଲେ। ସେମାନଙ୍କ ସଙ୍ଗରେ ଜଣେ ଫକୀର ମଧ୍ୟ ଆସିଥିଲେ। ମହମ୍ମଦ ସା ଇଲିଆସକୁ କହିଲା, ଆଜି ଅତିଥିମାନଙ୍କ ପାଇଁ ଗୋଟିଏ ମେଣ୍ଢା ମାରି ତରକାରୀ କର। ଇଲିଆସ ସେହିପରି କଲା। ବନ୍ଧୁମାନେ ଖାଇ ପିଇ ସାରି ମହମ୍ମଦ ସା ସହିତ ବସି ଗଳ୍ପ କରିବାକୁ ଲାଗିଲେ। ଇଲିଆସ ନିଜର କାମ ଶେଷ କରି ସେହି ବାଟେ ଯାଉଥିବାର ଦେଖି ମହମ୍ମଦ ସା ଅତିଥିମାନଙ୍କୁ କହିଲା, ଏଇ ଯେଉଁ ବୃଦ୍ଧ ଲୋକଟି ଏବାଟେ ଗଲା ତାକୁ ଦେଖିଲ? ଜଣେ ବନ୍ଧୁ କହିଲେ, ହଁ ଦେଖିଲୁ। ତେବେ ଏ ବୁଢ଼ାଠାରେ କି ବିଶେଷତ୍ୱ ଅଛି? ମହମ୍ମଦ ସା, ନିଶ୍ଚୟ ବିଶେଷତ୍ୱ ଅଛି। ଦିନେ ସେ ଏ ଅଞ୍ଚଳରେ ସର୍ବାପେକ୍ଷା ଧନୀ ଲୋକ ଥିଲା। ତାର ନାମ ଇଲିଆସ। ହୁଏତ ତାର ନାମ ତୁମେମାନେ ଶୁଣିଥିବ। ବନ୍ଧୁ କହିଲେ, ମୁଁ ତାଙ୍କର ନାମ ଶୁଣିଛି। ମୁଁ ତାଙ୍କୁ କେବେ ଦେଖିନଥିଲି ସତ, କିନ୍ତୁ ତାଙ୍କର ଖ୍ୟାତି ଚାରିଆଡ଼େ ଜଣାଶୁଣା। ମହମ୍ମଦ ସା, ତା ସତ, କିନ୍ତୁ ଏବେ ତାର ସେ ଧନ ସମ୍ପତ୍ତି କିଛି ନାହିଁ। ସେ ମୋ ଘରେ କାମଧନ୍ଦା କରି ଚଳୁଛି। ତାର ସ୍ତ୍ରୀ ମଧ୍ୟ ଏଇଠାରେ ଅଛି। ସେ ଗୋରୁ ଗାଈ ଦୁହାଁଦୁହିଁ କରେ। ଅତିଥି ଅତ୍ୟନ୍ତ ବିସ୍ମିତ ହୋଇ କହିଲେ, ଭାଗ୍ୟଚକ୍ର ସବୁବେଳେ ଗଡ଼ି ଚାଲିଛି। କେତେବେଳେ ଜଣକୁ ଟେକୁଛି ତ ଆଉ ଜଣକୁ ତଳକୁ ନେଉଛି। ଆଚ୍ଛା, ବୃଦ୍ଧ ଏବେ କ'ଣ ତାର ଗତ ବିଭବ କଥା ଚିନ୍ତା କରି ଦୁଃଖ କରେ ନାହିଁ? ମହମ୍ମଦ ସା, ତା କିଏ କହିବ? ସେ ନୀରବରେ ଓ ଶାନ୍ତିରେ ଦିନ କଟାଏ, କାମ ମଧ୍ୟ ଭଲ କରେ। ଅତିଥି, ବୁଢ଼ାର ଜୀବନ ବିଷୟରେ ତାକୁ କିଛି ପଚାରିବାକୁ ମୋର ଇଚ୍ଛା ହେଉଛି। ମହମ୍ମଦ ସା, ସେଥିରେ କ'ଣ କ୍ଷତି ଅଛି? ସ୍ୱଚ୍ଛନ୍ଦରେ ପଚାରି ପାରନ୍ତି। ମହମ୍ମଦ ସା ବୁଢ଼ା ବୁଢ଼ୀ ଦୁହିଁଙ୍କୁ ପାଖକୁ ଡାକିଲେ। ବୃଦ୍ଧ ସମ୍ମାନ ଦେଖାଇ ଈଶ୍ୱରଙ୍କୁ ପ୍ରାର୍ଥନା କରି ସେମାନଙ୍କ ପାଖରେ ବସିଲା। ତାର ସ୍ତ୍ରୀ ପରଦା ଅନ୍ତରାଳରେ ରହି ମହମ୍ମଦ ସାର ସ୍ତ୍ରୀ ନିକଟରେ ବସିଲା। ଇଲିଆସକୁ ଗୋଟାଏ ପାତ୍ରରେ କିଛି ମଦ୍ୟ ଦିଆଗଲା। ସେ ନିଜର ପ୍ରଭୁ ତଥା ଅତିଥିଙ୍କର ଶୁଭକାମନା କରି ପ୍ରଣାମପୂର୍ବକ ତହିଁରୁ କିଛି ପିଇ ପାତ୍ରଟି ତଳେ ରଖିଦେଲା। ଅତିଥି ବୃଦ୍ଧକୁ ଲକ୍ଷ୍ୟ କରି କହିଲେ, ମଉସା, ଆମ୍ଭମାନଙ୍କୁ ଦେଖି ତୁମ ମନରେ କଷ୍ଟ ହେଉଥିବ। ତୁମର ପୂର୍ବ ସୁଖ ସମ୍ପତ୍ତି ଓ ବର୍ତ୍ତମାନ ଦୁରାବସ୍ଥା କଥା ମନେ ପଡ଼ୁଥିବ। ଇଲିଆସ ଟିକିଏ ହସି କହିଲା, ସୁଖ କ'ଣ, ଦୁଃଖ କ'ଣ, ସେ କଥା ମୁଁ କହିଲେ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ। ବରଂ ମୋ ସ୍ତ୍ରୀକୁ ପଚାରନ୍ତୁ। ସେ ସ୍ତ୍ରୀ ଲୋକ, ପେଟରେ ଗୋଟିଏ କଥା ରଖି ମୁଖରେ ଆଉ କିଛି କହିବା ସ୍ତ୍ରୀ ଲୋକଙ୍କର ପ୍ରକୃତି ନୁହେଁ। ତାଠାରୁ ଠିକ୍ ସତ କଥା ଶୁଣିପାରିବେ। ଅତିଥି ପରଦା ଆଡ଼କୁ ଚାହିଁ କହିଲେ, ମାଉସୀ, ତୁମର ଆଗକାଳର ସମ୍ପତ୍ତି ଆଉ ଏ କାଳର ଦୁଃଖର କଥା ଭାବିଲେ ତମ ମନ କିପରି ହୁଏ କହିଲ? ପରଦା ପଛରେ ରହି ଇଲିଆସର ସ୍ତ୍ରୀ କହିଲା, ମୁଁ ଯାହା ବିଚାରୁଛି ତା କହୁଛି। ମୋ ସ୍ୱାମୀ ଆଉ ମୁଁ 50 ବର୍ଷ କାଳ ସୁଖର ସନ୍ଧାନ କରି ଆସିଥିଲୁ, କିନ୍ତୁ କେବେ ହେଲେ ସୁଖ ପାଇନଥିଲୁ। ଗଲା 2 ବର୍ଷ ହେଲା ଆମର ସବୁ ସମ୍ପତ୍ତି ଚାଲିଯିବା ପରେ ଦିହ ମିହନ୍ତ କରି ଆମେ ପ୍ରକୃତ ସୁଖ ପାଇଛୁ। ବର୍ତ୍ତମାନ ଆମେ ଯେପରି ଅଛୁ ସେଥିରେ ଆମେ ସନ୍ତୁଷ୍ଟ। ଆଉ ଅଧିକ କିଛି ଆମର ଲୋଡ଼ା ନାହିଁ। ଅତିଥିମାନେ ଏ କଥା ଶୁଣି ବିସ୍ମିତ ହୋଇଗଲେ। ମହମ୍ମଦ ସାଙ୍କର ମଧ୍ୟ କମ୍ ବିସ୍ମୟ ହେଲା ନାହିଁ। ସେ ଉଠିପଡ଼ି ପରଦା ଟେକି ବୃଦ୍ଧ ଆଡ଼କୁ ଚାହିଁଲେ। ସେ ହାତ ଦୁଇଟି ଯୋଡ଼ି ସ୍ୱାମୀ ଆଡ଼କୁ ଚାହିଁଥାଏ। ତା ମୁହଁରେ ହସ। ବୃଦ୍ଧର ମୁହଁରେ ମଧ୍ୟ ହସ ଫୁଟି ପଡ଼ୁଛି। ବୁଢ଼ୀ କହିବାକୁ ଲାଗିଲା, ମୁଁ ଯାହା କହୁଛି ସତ, ପରିହାସ ମନେକର ନାହିଁ। ପୂରା 50 ବର୍ଷ ଆମେ ସୁଖ ଖୋଜି ବୁଲିଛୁ। ଯେତେଦିନ ଯାଏ ଆମର ଧନ ଥିଲା, ସୁଖ କ'ଣ ଜାଣିନାହୁଁ। ଏବେ ଆମର କିଛି ନାହିଁ ସତ, ପରର କାମ କରି ପେଟ ପୋଷୁଛୁ, କିନ୍ତୁ ଆମେ ସୁଖ ପାଇଛୁ।
ଏଥିରୁ ବେଶୀ କିଛି ଆମର ଦରକାର ନାହିଁ। ଅତିଥି ପଚାରିଲେ, କିନ୍ତୁ ତୁମେ କିପରି ସୁଖରେ ଅଛ? ବୃଦ୍ଧା କହିଲା, ଯେତେବେଳେ ଆମର ଧନ ସମ୍ପତ୍ତି ଥିଲା ସେତେବେଳେ ଆମ ମନରେ ଟିକିଏ ହେଲେ ଶାନ୍ତି ନଥିଲା। ସବୁବେଳେ ଚିନ୍ତା ଲାଗି ରହିଥାଏ। ଏପରିକି ଆମେ ଦୁଇ ପ୍ରାଣୀ ଘଡ଼ିଏ କଥାବାର୍ତ୍ତା ହେବାକୁ ବେଳ ନଥାଏ କି ନିଜର ଆତ୍ମା କଥା ଚିନ୍ତା କରିବା କି ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ଆମକୁ ବେଳ ମିଳେ ନାହିଁ। କେଉଁଦିନ ଅତିଥି ଆସିଲେ ସେମାନଙ୍କର ଖାଇବାର କି ବ୍ୟବସ୍ଥା ହେବ, କାହାକୁ କି ଉପହାର ଦେବାକୁ ହେବ ଚିନ୍ତା କରିବାକୁ ହୁଏ। କାଳେ ସେମାନେ ଆମର ନିନ୍ଦା କରିବେ ଏ ଭୟ ଥାଏ। ଅତିଥି ଚାଲିଯାଆନ୍ତି, କିନ୍ତୁ ମୂଲିଆମାନେ କାମ ନ କରି କାଳେ ଖାଲି ବସି ଖାଇବେ ସେ କଥା ଚିନ୍ତା କରିବାକୁ ପଡ଼େ। ଆମେ ଚାହୁଁଥାଉଁ ସେମାନଙ୍କଠାରୁ ଯେତେ ବେଶୀ ପାରୁଁ କାମ ଆଦାୟ କରିବାକୁ। ଏହିପରି ଆମର ପାପ ହେଉଥାଏ। ହେଟା ବାଘ ପଲରେ ପଶି କାଳେ ମେଣ୍ଢା କି ବାଛୁରୀ ମାରି ପକାଇବା ଭୟ ମଧ୍ୟ ଆମର ଥାଏ। ଚୋରମାନେ ଘୋଡ଼ା ଚୋରାଇ ନେବାର ଭୟ ଥାଏ। ରାତିରେ ମଧ୍ୟ ଆମକୁ ନିଦ ହୁଏ ନାହିଁ। କାଳେ ମେଣ୍ଢା ଗୁଡ଼ାକ ମେଣ୍ଢା ଛୁଆଙ୍କୁ ମାରି ପକାଇବେ, ଏହି ଭୟରେ ଆମେ ରାତିରେ ଅନେକ ଥର ଉଠି ସେମାନଙ୍କୁ ଦେଖିବାକୁ ଯାଉଁ। ଗୋଟିଏ ଚିନ୍ତା ନ ଯାଉଣୁ ଆଉ ଗୋଟାଏ ଚିନ୍ତା ଉପସ୍ଥିତ ହୋଇଯାଏ। ଏସବୁ ଛଡ଼ା ଆମ ଦୁଇ ଜଣଙ୍କ ଭିତରେ ମତ ମିଳେ ନାହିଁ। ସେ ଗୋଟିଏ କାମ କରିବାକୁ କହିଲେ ମୁଁ ଅନ୍ୟ କାମ କରିବାକୁ କହେ। ଦୁହିଁଙ୍କ ମଧ୍ୟରେ କଳି ଲାଗିଯାଏ। ଏଥିରେ ବି ଆମର ପାପ ହୁଏ। ଏକ ଅଶାନ୍ତି ପରେ ଅନ୍ୟ ଏକ ଅଶାନ୍ତି ଏହିପରି ଲାଗି ରହିଥାଏ। ସୁଖ ଶାନ୍ତି କ'ଣ ଆମେ ଜାଣୁନଥିଲୁ। ଅତିଥି, ଆଉ ଏବେ? ବୃଦ୍ଧା, ଏବେ ମୁଁ ଆଉ ମୋର ସ୍ୱାମୀ ସକାଳୁ ଉଠି ଦୁଇପଦ ଭଲ କଥାବାର୍ତ୍ତା କରିପାରୁଛୁ। କଳହର କୌଣସି କାରଣ ନଥିବାରୁ ଶାନ୍ତିରେ ଅଛୁଁ। ଏବେ କେବଳ ପ୍ରଭୁଙ୍କର ସେବା କରିବା ଛଡ଼ା ଆମର ଅନ୍ୟ କୌଣସି ଚିନ୍ତା ନାହିଁ। ଆମର ଶକ୍ତି ଅନୁସାରେ ଆମେ କାମ କରୁଛୁ। ଆମର ଏକମାତ୍ର ଲକ୍ଷ୍ୟ କିପରି ଆମ ପ୍ରଭୁଙ୍କର ଲାଭ ହେଉ, ଆମ ଯୋଗେ ତାଙ୍କର କ୍ଷତି ନ ହେଉ। ଆମର ଖାଇବା ପିଇବାଠାରେ ଅଭାବ ନାହିଁ। ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ କାଠ ଜାଳିବାକୁ ମିଳୁଛି, ପିନ୍ଧିବା ପାଇଁ ଗରମ ଲୁଗା ମିଳୁଛି। ଏବେ ଆମେ କଥାବାର୍ତ୍ତା ହେବାକୁ, ଆତ୍ମଚିନ୍ତା କରିବାକୁ ଓ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ବେଳ ପାଉଛୁ। 50 ବର୍ଷ ଧରି ଆମେ ଯେଉଁ ସୁଖ ଖୋଜି ପାଇନଥିଲୁ ଏବେ ତାହା ପାଇଛୁ। ଅତିଥିମାନେ ଏ କଥା ଶୁଣି ହସି ଉଠିଲେ। କିନ୍ତୁ ଇଲିଆସ କହିଲା, ବନ୍ଧୁମାନେ, ଆପଣମାନେ ଉପହାସ କରନ୍ତୁ ନାହିଁ। ଏ ଉପହାସର ବିଷୟ ନୁହେଁ, ଜୀବନର ନିରାଟ ସତ୍ୟ। ପ୍ରଥମେ ଆମେ ନିର୍ବୋଧ ଭାବରେ ଜୀବନ କଟାଇ ସମ୍ପତ୍ତି ଚାଲିଯିବାରୁ ଲୁହ ଗଡ଼ାଉଥିଲୁ, କିନ୍ତୁ ଭଗବାନ ଏବେ ଆମକୁ ସତ୍ୟ ଦେଖାଇ ଦେଇଛନ୍ତି। ନିଜର ସାନ୍ତ୍ୱନା ପାଇ ମୁଁ ଏହା କହୁନାହିଁ, ଆପଣମାନଙ୍କର ଉପକାର ପାଇଁ କହୁଛି। ଫକୀର ଗମ୍ଭୀର ହୋଇ ବସିଥିଲେ। ସେ ସବୁ ଶୁଣି କହିଲେ, ଇଲିଆସର କଥା ଅକ୍ଷରେ ଅକ୍ଷରେ ସତ୍ୟ। ଧର୍ମଶାସ୍ତ୍ରରେ ମଧ୍ୟ ଠିକ୍ ତାହା ହିଁ ଲେଖା ହୋଇଛି। ଅତିଥିମାନେ ଆଉ ଉପହାସ କଲେ ନାହିଁ। ସେମାନଙ୍କର ହୃଦୟ ଗଭୀର ଚିନ୍ତାରେ ପୂରିଗଲା।